କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ସବୁ ଅପା ଭାଇମାନଙ୍କୁ ଶୁଭ ସକାଳ ନମସ୍କାର। ଯେତେବେଳେ ପ୍ରଥମ କରି ଏଇଟା ଆମେ ଆଲୋଚନା କରିବାକୁ ଆରମ୍ଭ କରିଥିଲେ ସେହି ସମୟରେ ବସନ୍ତ ଭାଇ ଗୋଟେ ପଚାରିଥିଲେ ଯେ ତେନ ତ୍ୟକ୍ତେନ ଭୁଞ୍ଜିଥାର ଅର୍ଥଟା। ଏବେ ଯେତେବେଳେ ମାଙ୍କ କଥାଟିକୁ ଆମେ ପଢ଼ୁଛେ ଏଇ ଆଲୋଚନାର ଏଇ ପ୍ରଥମ ତାରି ଉପରେ ହିଁ ଆଲୋଚନା କରାହେଇଛି ଯେ ସେଇମାନେ ହିଁ ପ୍ରକୃତରେ ସୁଖରେ ରହିବେ ଯେଉଁମାନଙ୍କର ନିଜର ବୋଲି କିଛି ନଥିବ। ତେଣୁ ସେଇଠି ମଧ୍ୟ ସେ ଶ୍ଲୋକ କହୁଥିଲା ଯେ ତ୍ୟାଗ ପୂର୍ବକ ଭୋଗ କର। ଈଶ ଉପନିଷଦର ପ୍ରଥମ ଶ୍ଲୋକ ଏବଂ ଈଶ ଉପନିଷଦକୁ ଅନେକ ଯେଉଁ ଉପନିଷଦ ରହିଛି ସେଠୁ ତାର ଗୋଟେ ସ୍ୱତନ୍ତ୍ର ସ୍ଥାନ ରହିଛି ଈଶ ଉପନିଷଦର। ଏବଂ ୟା ଭିତରେ ଯେଉଁ ଅଳ୍ପ କିଛି ଶ୍ଲୋକ ପ୍ରକୃତରେ ଜୀବନଟିକୁ ଆଲୋକିତ କରିଦେବ। ଯଦି ଜଣେ ବ୍ୟକ୍ତି ଏଇ 18ଟା ଶ୍ଲୋକ ଅଛି ତାର, ସେ 18ଟା ଶ୍ଲୋକକୁ ନେଇକି ଯଦି ଜୀବନଟିକୁ ବଞ୍ଚିବାକୁ ଆରମ୍ଭ କରେ ତାହେଲେ ତାର ଜୀବନଟି ପୁରା ଆଲୋକିତ ହେଇଯିବ। ଏଇ ଯେଉଁ ଯାହା କିଛି ଅସୁବିଧା ଆମେ ଭିତରେ ରହୁଛେ ବହୁତ କିଛି ଦୂର ହେଇଯିବ। କିନ୍ତୁ କଥା ହେଉଛି ଯେ ଆମେ ବହୁତ ବ୍ୟକ୍ତି ଆଧ୍ୟାତ୍ମିକତାରୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦୂରେଇକି ରଖିଛନ୍ତି ଏବଂ ଆଧ୍ୟାତ୍ମିକ ଜ୍ଞାନଠାରୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତି ମୁହଁ ମୋଡ଼ି ଦେଇଛି ଏବଂ କୌଣସି ଶ୍ଲୋକ କୌଣସି ଜିନିଷଟିକୁ ସେ ପ୍ରାକ୍ଟିସ୍ କରିବାକୁ ରାଜି ନାହିଁ। ସେଇଟା ହେଉଛି ତାର ବଡ଼ ଦୁଃଖର କାରଣ। ଆଉ ସେ ଯେତେ ଚିତ୍କାର କଲେ ମଧ୍ୟ ଆଧ୍ୟାତ୍ମିକତା ହିଁ ସବୁକିଛିର ସମାଧାନ। ଯେ ପର୍ଯ୍ୟନ୍ତ ଆମେ ଏସବୁ ଭିତରକୁ ପ୍ରବେଶ ନ କରିଛେ ଆମେ ଜୀବନର ସମସ୍ୟାର ସମାଧାନଟି ପାଇପାରିବାନି। ତେଣୁ ଏଇ ଶ୍ଲୋକକୁ ଆଉ ଥରେ ପଢ଼ୁଛି, ଯଦିଓ ଆମେ ବାରମ୍ବାର ତାକୁ ଶୁଣୁଛେ, ପୁଣି ଆଉ ଥରେ ପଢ଼ୁଛି। ଈଶାବାସ୍ୟମ୍ ଇଦମ୍ ସର୍ବମ୍ ୟତ୍କିଞ୍ଚ ଜଗତ୍ୟାମ୍ ଜଗତ୍ ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟ ସ୍ପିଧ୍ୟନମ୍। ଅଲ୍ ଦିସ୍ ଇଜ୍ ଫର୍ ହେବିଟେସନ୍ ବାଇ ଦି ଲର୍ଡ଼। ଏ ଯାହା କିଛି ପୃଥିବୀରେ ରହିଛି ସବୁକିଛି ଭିତରେ ସେଇ ଭଗବାନଙ୍କର ବାସ ରହିଛି ଏବଂ ଏଇ ଯେଉଁ ବାସ୍ୟମ୍ ଭଗବାନ ଏଇଥିରେ ବାସ କରୁଛନ୍ତି ତାକୁ କେତୋଟି ଅର୍ଥରେ ବୁଝାଯାଉଛି। ତାକୁ ମୁଁ ଆଉ ଟିକେ ତାର ଏକ୍ସପ୍ଲାନେସନ୍ଟା ପଢ଼ୁଛି, ଡିଟେଲ୍ଡ ଏକ୍ସପ୍ଲାନେସନ୍ଟି। ଦେୟାର ଆର୍ 3 ପସିବୁଲ୍ ସେନ୍ସେସ୍ ଅଫ୍ ବାସ୍ୟମ୍। ଭଗବାନ ଯେଉଁ ସର୍ବତ୍ର ବାସ କରୁଛନ୍ତି ତାର 3ଟା ପ୍ରକାର ଅର୍ଥ ହେବ। ଟୁ ବି କ୍ଲଥ୍ଡ ମାନେ ପୁରାପୁରି ପୋଷାକ ଭଳି ତାକୁ ପରିଧାନ କରିବା, ଟୁ ବି ଓନ୍ ଏଜ୍ ଏ ଗାର୍ମେଣ୍ଟ ଏଣ୍ଡ ଟୁ ବି ଇନହେବିଟେଡ୍। ତାକୁ ଅଳଙ୍କାର ସଦୃଶ୍ୟ ପିନ୍ଧିବା, ପୋଷାକ ଭଳି ପରିଧାନ କରିବା ଆଉ ତା ଭିତରେ ବାସ କରିବା। ଟୁ ବି ଇନହେବିଟେଡ୍ ମାନେ ସେଠି ରହିବା। ଦ ଫାଷ୍ଟ ଇଜ୍ ଦ ଅର୍ଡ଼ିନାରୀ ଆକ୍ସେପ୍ଟେଡ୍ ମିନିଂ। ପ୍ରଥମଟା ହେଉଛି ଟୁ ବି କ୍ଲଥ୍ଡ ଅର୍ଥାତ୍ ତାକୁ ବସ୍ତ୍ର ଭାବରେ ପରିଧାନ କରିଛନ୍ତି। ଏଇଟା ହେଉଛି ଗୋଟେ ସାଧାରଣ ଅର୍ଥ। ଶଙ୍କର ଏକ୍ସପ୍ଲେନ୍ସ ଇଟ୍ ଇନ୍ ଦିସ୍ ସିଗ୍ନିଫିକେନ୍ସ। ଯେତେବେଳେ ଶଙ୍କର ଏଇ ଶ୍ଲୋକଟିକୁ ଏକ୍ସପ୍ଲେନ୍ କରିଛନ୍ତି, ଶଙ୍କରାଚାର୍ଯ୍ୟଙ୍କୁ ଆମେ ଜାଣୁ ସେ ବେଦାନ୍ତ ଦର୍ଶନର ବଡ଼ ଦ୍ରଷ୍ଟା ଥିଲେ, କିନ୍ତୁ ତାଙ୍କର ସମସ୍ତ ରାସ୍ତାଟି ମାୟାବାଦ ଆଡ଼କୁ ଯାଉଥିଲା। ଜଣେ ଶଙ୍କରଙ୍କୁ କମ୍ପ୍ଲିଟଲି ତାଙ୍କ ଜୀବନରେ ଫଲୋ କରୁଥିବା ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ବେଳେବେଳେ ମୋର ଦେଖା ହୁଏ, ଯିଏକି ସମ୍ପୂର୍ଣ୍ଣ ଜଣେ ମାୟାବାଦୀ ଏବଂ ସେ ମଧ୍ୟ ଶଙ୍କରଙ୍କର ବହୁତ ଗଭୀର କଥା ଗୁଡ଼ିକ ଏକ୍ସପ୍ଲେନ୍ କରନ୍ତି ଅନେକ ସମୟ ଧରିକିରି ଏବଂ ମୋତେ ବି ଭଲ ଲାଗେ ସେସବୁ ଗୁଡ଼ାକ ଶୁଣିବା ପାଇଁ। ତେଣୁ ସେଇ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଏକ୍ସପ୍ଲାନେସନ୍ଟି ଏଇ ଫାଷ୍ଟ ମିନିଂକୁ ବୁଝଉଛି। ଟୁ ବି କ୍ଲଥ୍ଡ ବସ୍ତ୍ର ଭାବରେ ସେ ପରିଧାନ କରିଛନ୍ତି। ଦ୍ୟାଟ୍ ୱି ମଷ୍ଟ ଲୁଜ୍ ଦ ସେନ୍ସ ଅଫ୍ ଦି ଅନରିଏଲ୍ ଅବଜେକ୍ଟିଭ୍ ୟୁନିଭର୍ସ ଇନ୍ ଦ ସୋଲ୍ ପରସେପ୍ସନ୍ ଅଫ୍ ଦି ପ୍ୟୁର୍ ବ୍ରହ୍ମନ୍। ତେଣୁ ଯଦି ସବୁକିଛି ବସ୍ତ୍ର ଭାବରେ ରହିଛି ତାହେଲେ ଯେତେବେଳେ ତେନ ତ୍ୟକ୍ତେନ ଭୁଞ୍ଜିଥା ତ୍ୟାଗ ପୂର୍ବକ ଭୋଗ କର, ତାପରେ ଯେଉଁ କଥାଟି ଉଠୁଛି, ଯେମିତି ମଣିଷ ବସ୍ତ୍ରଟି ପୁରୁଣା ହେଇଗଲେ ତାକୁ ବସ୍ତ୍ରଟିକୁ ସେ କାଢ଼ିକି ଫୋପାଡ଼ି ଦିଏ, ସେମିତି ଏ ଜଗତର ସକଳ ଜିନିଷଟି ଆମ ଭିତରୁ ଖସିଯିବ ଏବଂ ଏ ସବୁକିଛି କେମିତି ଖସିବ? ଦି ସେନ୍ସ ଅଫ୍ ଦିସ୍ ଅନରିଏଲ୍ ଅବଜେକ୍ଟିଭ୍ ୟୁନିଭର୍ସ।
ये जो ऑब्जेक्टिव गोटे हूँ सब्जेक्टिव एवं आ गोटे हूँ ऑब्जेक्टिव। श्री अरविंद लेखा भितर भी बहुत जगार ये दुईटा शब्द व्यवहार हुए, गोटे हूँ आशयगत एवं आ गोटे हूँ विषयगत। ताकू जदि सरल भाव में बुझिया को आम चाहिए जितेबले सब्जेक्टिव सेटा अंतरटा को सूचेब, ऑब्जेक्टिव माने बाह्य जगत को सूचेब, ऑब्जेक्टिव माने हूँ जो स्थूल जिनस गुड़ा को सूचाए, सब्जेक्ट माने हूँ विषय माने ये सबूर जी हूँ कारण जे भितर रही। तेणु ये जो ऑब्जेक्टिव यूनिवर्स ये जो जड़गत विश्व गोटे अनरियल द सेंस ऑफ दिस अनरियल ऑब्जेक्टिव यूनिवर्स इज द सोल परसेप्शन ऑफ द प्योर ब्रह्मन। जितेबले तुम्हें से जो शुद्ध ब्रह्म को लाभ कर से पृथ्वीटा गोटे पुराणा वस्त्र भली गोटे अनरियल ऑब्जेक्ट भली भितर खसीज, कारण सी ताको वस्त्र भाव में परिधान कर। So explained, the first line becomes a contradiction of the whole thought of the Upanishad, which teaches the reconciliation by the perception of essential unity of the apparently incompatible opposites, God and the world, renunciation and enjoyment. जदि जड़े ये प्रथम श्लोक को शंकराचार्य भाष्य बुझे ताहले बाकी जहाँ किछि ता तले कुहाई होल उपनिषद बा जो ईश उपनिषद अन्यान्य श्लोक गुड़िक कंट्राडिक्ट करिवो, कारण एठी कहउछन तेन त्यक्तेन भुंजिथा, एठी एन्जॉयमेंट रो कथा उठा जाउछि। ए पृथ्वी को भोग कर कहउछि उपनिषद, किंतु केमिति भोग कर, त्याग पूर्वक भोग कर। वर्तमान आमे भोग करूछु आसक्ति द्वारा जड़ित होइकरी भोग करूछु, सेति दुख आउछि। तेणु जदि ये पृथ्वी को भोग करने कथाटी उपनिषद कहूँ, सियाड़े कहते ये सब वस्त्र भली अनरियल ऑब्जेक्ट भली शंकराचार्य ताले कंट्राडिक्शन करिब रिनंसिएशन एंड एन्जॉयमेंट, जो त्याग एवं भोग या कंट्राडिक्ट करिब। तापरे कहले रिनंसिएशन एंड एन्जॉयमेंट, एक्शन एंड इंटरनल फ्रीडम, भिक्तरे मुक्त हब कार्य करिब। द वन एंड द मेनी, being and its becomings, the passive divine impersonality and the active divine personality, the knowledge and the ignorance, the becoming and the non-becoming, life on earth and beyond, and the supreme immortality. यदि ईश उपनिषद को आप सब श्लोक गुड़ाक पढ़े सेतेबेले भी आम गोटे दुईटा श्लोक आलोचना करथिले, सेटा भी बसंत भाईंकर जिज्ञासा थिला। एवं सेइथिरे आमे पढ़िथिले संभूति असंभूति, आ गोटे पढ़ी व्यक्तित्व नैर्व्यक्तिकता, दि नॉलेज एंड द इग्नोरेंस। आमे अज्ञान एवं अज्ञान विषय पढ़ी जो आमे पढ़ी जो माने केवल अज्ञानतार बा अविद्यार पथ को आश्रय करती से माने घोर अंधकार भितर को जाती, जो माने विद्यार पथ को आश्रय करती से माने आहुरी घोर अंधकार भितर को प्रवेश करती। तेणु ये जो श्लोक गुड़िक दि बिकमिंग एंड दि नॉन बिकमिंग आमे एटा को भी पढ़ी संभूति असंभूति विषय पढ़ी, लाइफ ऑन अर्थ एंड बियॉन्ड एंड द सुप्रीम इमोर्टालिटी, ये पृथ्वी रे जीवन यार उपरे जीवन एवं जो परम अमरत्व रही ये सब को कंट्राडिक्ट करदेव। द इमेज ऑफ द वर्ल्ड आइदर एज ए गारमेंट और एज ए ड्वेलिंग प्लेस फॉर द इन्फॉर्मिंग एंड गवर्निंग स्पिरिट, द लेटर सिग्निफिकेंस एग्रीज बेटर विथ द थॉट ऑफ द उपनिषद। जितेबले आमे कहू जे से एटी इनहेबिटेड, एटी बास करूछंती, से पृथ्वी रे से अछंती, ये सब किछि तांकरी, ताहले एटा सब किछि उपनिषद रो बाकी श्लोक गुड़ा को से ठीक भाव रे बुझेइबो। तेणु जहाँ किछि अछि सब किछि होछि तांकर, सब किछि भितरे से सब जगार तांकर बास रहिछि, से सर्वत्र अछंती। Whatsoever is individual universe of movement in the universal motion, by that renounced thou should enjoy it. यही भाव रखिकी भोग कर, ये सबू किछि होछि भगवान कर, सबू किछि माँ कर। आमको बाबाजी मारे सबु बेले कहउछन घर करछ, परिवार करछ, चाकरी करछ, पिला अछंती, सबू घरे अछंती, सबू माँ कर, किछि तुमर नाही। एई भावटी तुमे रख, ये भावटी तुम भितर जागृत कर जे सबू होउछि माँ कर। जदि तुम सबू माँ कर भाविब, जो गोटे कर्तृत्व बोध थाए,
जे माने जो भितर गोटे अहंकार थाए जे मु एते जिनस लाभ करछि मु एते संपत्तिर मालिक मो पाखे एते अर्थ अच्छी एते क्षमता अच्छी ये सबू जो भावटी फास्ट चलीज एवं तुमे थरे भाविदेल माने माँकर होची सबु किछि एई जो भावटी कौन करिवो तुम भितर जो अहंकार टी को से दूरभूत करदेव एवं जेतेबेले तुमे एई भावना भितर रहिबो जे सबु किछि होची भगवान कर ताले खुशी रहिबो मु गोटे निजे निजे बेले बेले भाबे गोटे एनालिसिस बेले बेले भाबे जे ये पृथ्वी रे जेतिकी पावरफुल लोक अछंती सबुठु शक्तिशाली सम जहाँ को आमे कहूचे जहाँकर निजर घर कहीकि किछि नाही से माने होउचंती पावरफुल एवं जेतेबेले तांकर निजर घर हो जाए सेतेबेले आउ पावर रुहे जेमती उदाहरण स्वरूप तलू बुझा कि ऊपर बुझा दी आड़ू बुझिले भी हम मनकर गोटे जिला अच्छी सुंदरगढ़ गोटे डिस्ट्रिक्ट अच्छी कि आपण मान डिस्ट्रिक्ट अच्छी ये डिस्ट्रिक्ट सबुठु फुल पावरफुल होउचंती कलेक्टर जे पर्यंत कलेक्टर निज घरे रहूना से पर्यंत पावरफुल जे पर्यंत सरकारी घर पड़ेला एवं निज घर करिकरी रहिले केही पचारिबेनी देशर प्रधानमंत्री जे पर्यंत प्रधानमंत्री निवास से रहउचंती पावरफुल जेतेबेले प्रधानमंत्री पळेबो निज घर करिकरी रहिबे पावरफुल नुहंती अमेरिकार राष्ट्रपति जे पर्यंत सरकार को घरे अछंती पावरफुल जे पर्यंत सरकार को घर पळेला एबे ओबामा पावरफुल ना ट्रम्प पावरफुल कारण ट्रम्प निज घरे रहूना ओबामा निज घरे रहउचंती तेणु जेतेबेले व्यक्ति सबु किछि को निजर करे एवं निजे निजे कहिकी मोर मोर कहिकी भावे से पर्यंत से खुशी रे बंची पाए नाही जे पर्यंत किछि मोर नाही मु खाली रहूची एई भावटी रहिबो खुशी रे रहिबो एटाचमेंट कटि जीव जो गोटे घर प्रति जो गोटे एटाचमेंट थाए सेठी रहिबनी जदि तुमे सबु किछि भगवान को समर्पण करत तेणु एटा गोटे माने एमती जस्ट खाली गोटे सेंस रे कहिले हेई न भी पारे किंतु हेई भी पारे सेमती जेतेबेले आमे जेतेबेले सबु किछि को निजर निजर करिके कहूताउ सेतेबेले दुख आसीबो ही आसीबो जेतेबेले आमे सबु किछि को भगवान को देई दो सेतेबेले दुखटी कटि जीव एवं तापर श्लोक रे कहउचंती मा गृधः कस्य स्पिध्यनम ता माने होछि लॉस्ट नॉट आफ्टर एनी मेन्स पोजेशन एटा होछि मनुष्यर दुखर कारण कारण अन्य मानक पाखरे जहा अच्छी ता प्रति ता भितरे गोटे लस्ट रही ता प्रति ता भितरे गोटे लोभ रही से ताको पाइबा को चाहूँगी सबु बेले मनीष आ गोटे लोक को देखुची मो पाखरे एई मोबाइल अच्छी मो सांग पाखरे बड़ मोबाइल टे अच्छी तेणु मते एटा किनिया पड़िबो मो पाखरे ए गाड़ी अच्छी मो सांग पाखरे बड़ गाड़ी अच्छी तेणु मते से गाड़ीटा किनिया पड़िबो सबु बेले व्यक्ति कौन करुची अन्य मानकु देखुची अन्य मानकु देखुची तांकर पोजीशन रे जहा अच्छी से ताकू पाइबा को चेष्टा करुची निज पाखरे जहा अच्छी सेतिके रे ताकू संतुष्टि आसुना एवं एइटा ही होउची मनुष्यर दुखर कारण जेतेबेले तुम पाखरे जहा अच्छी भगवान तुमको जेतिकी देइछंती तुमर सामर्थ्य अनुसार देइछंती एवं देइछंती बेले जे सबुदिन पाई देई नांती भी सेमती कहि हबनी आज अच्छी काली की चली जाई भी पारे आज कम अच्छी काली की बढ़ी जाई पारे आज जेतिकी अच्छी आहुरी भी हो जाई पारे किंतु सबु किछि निर्भर करुछि आमर आमर सामर्थ्य उपरे आमर चेतनार अवस्था उपरे एबे जेमती बेले बेले आमे देखुछि जेतेबेले जो जगह सब फैक्ट्री गुड़ाक तैयारी हुए एबे सुंदरगढ़ रे भी सब फैक्ट्री गुड़ाक सब नुआ नुआ तैयारी होउछि बहुत गुड़ाए अर्थ बहुत लोक पाआंती किंतु 50 वर्ष परे आसिकरी देख से माने पुणी से अन्य जन घरे काम करुथिबे एवं 100 टंका पाई हाथ पातिथिबे कारण व्यक्ति को अर्थटी देदेले ता पाखरे जदि सामर्थ्य नथिबो ताकू परिचालित करिबा पाई बा संभाळिबा पाई हेले देदेले भी सेरा किछि लाभ हबो जेमती माने आमे थरे थरे सुनु जे व्यक्ति कंप्लेन करंती मते भगवान काहे कि देलेनी गोटे सुंदर गपटे अछि जे थरे गोटे अंधटे माने अंध तो ना गोटे भिखारीटे भिक मागुला गाँ गाँ बुलिकी तो से शिवंकर नाम जप करुछि तो पार्वती शिव को कहले कहले तुम्हें तुमको केते से डाकुछि एते निष्ठुर तुम्हें जे केते कष्ट ताकू दौछ पैसा पत्र टिके देदेले हंतानी से एते कहीं कष्ट करिकी भिक मागंता
ଶିବ କହିଲେ ନାଇଁ ପାର୍ବତୀ, ବର୍ତ୍ତମାନ ତା ପାଖରେ ସେତିକି ସାମର୍ଥ୍ୟ ନାହିଁ ବା ତାର ଫେଟ୍ ନାହିଁ ସେତିକି ଯେ ସେ ସମ୍ପତ୍ତି ଦେଲେ ବି ସେ ତାକୁ ସମ୍ଭାଳି ପାରିବ ବା ନେଇପାରିବ। ତାର ଭାଗ୍ୟଟି ହେଉଛି ଏଭଳିଆ, ସେ ଏଇ ଜନ୍ମରେ ଏତିକିରେ ରହିବ। ତ ପାର୍ବତୀ କହିଲେ ନା, ତୁମେ ତୁମେ ମୂଳରୁ ଦେଇନା, ଆଉ ଖାଲି କହିଦେଲେ କ'ଣ ହେବ। ତ ଶିବ କହିଲେ ହଉ ଠିକ୍ ଅଛି, ତୁମର କଥା ବି ଶୁଣାଯାଉ, ଆଉ ଦେବା ତାକୁ। ତାପରେ ଗୋଟେ ସୁନା ମୁଣ୍ଡଳାଟା କରିକିରି ସେ ଯେଉଁ ରାସ୍ତାରେ ଭିକ ମାଗିକି ଯାଉଥିଲା, ଠିକ୍ ରାସ୍ତା ତାର କ୍ରସ୍ କରିବାର ଅଛି, ଆଗରେ କ'ଣ କଲେ, ଶିବ ପକେଇଦେଲେ ଗୋଟେ ସୁନା ମୁଣ୍ଡାଟେ। ତ ଏଇ ସମୟରେ ସେ ଯେମିତି ସେଇ ସୁନା ମୁଣ୍ଡା ପାଖାପାଖି ହେଇଛି, ତା ଭିତରେ ଗୋଟେ ଭାବଟେ ଆସିଲା ଯେ ମୋର ତ ଆଖି ଅଛି, ମୁଁ ଭିକ ମାଗୁଛି, ଅନ୍ଧମାନେ ବି ତ ଭିକ ମାଗୁଛନ୍ତି, ତେଣୁ ସେମାନେ କେମିତି ରାସ୍ତାରେ ଚାଲୁଛନ୍ତି ଟିକେ ପ୍ରାକ୍ଟିସ୍ କଲେ ହୁଅନ୍ତାନି, କ'ଣ କେମିତି ବେଶୀ ଭିକ ମିଳିବ ଅନ୍ଧ ହେଇଗଲେ ବି। ତାପରେ ସେ କ'ଣ କରିଛି, ଆଖି ଦୁଇଟାକୁ ବନ୍ଦ କରିଦେଇଛି ଏବଂ ସେ ରାସ୍ତାରେ ତ ସବୁଦିନ ଯାଉଛି, ତେଣୁ ସେ ଚାଲିବା ପାଇଁ ପ୍ରାକ୍ଟିସ୍ କରିଛି। ଆଉ ଆଖି ତ ବନ୍ଦ କରିଦେଇଛି, ଆଉ ସେ ଚାଲି ଚାଲି ଗଲା, ସେ ସୁନା ମୁଣ୍ଡା ଗୋଟେ ପଟେ ପଡ଼ିଛି, ସେ ତାକୁ ଡେଇଁ ଦେଇକି ପଳେଇଲା। ତାପରେ ଶିବ କହିଲେ ଦେଖିଲ ପାର୍ବତୀ, ଏଇ ହେଉଛି ଅବସ୍ଥା। ତେଣୁ ଯେତେବେଳେ ବ୍ୟକ୍ତି ପାଖରେ ସାମର୍ଥ୍ୟ ହେଇଯାଏ, ଯେତେବେଳେ ବ୍ୟକ୍ତି ଅଧିକାରୀ ହେଇଯାଏ, ସବୁଠୁ ବଡ଼ କଥା ହେଉଛି ତୁମେ ଅଧିକାରୀ ହେଇପାରିବ, ତୁମ ଭିତରେ ସେତିକି ସାମର୍ଥ୍ୟ ଆସିବ, ତାହେଲେ ଭଗବାନ ନିଶ୍ଚିତ ଭାବରେ ତୁମ ପାଖକୁ ସବୁ ଜିନିଷ ସେମିତି ଆସିବ। ଯେମିତି ଆମେ କହୁ ଯେ ମୋତେ ଲୋକ ସମ୍ମାନ ଦେଖୁନାହାନ୍ତି, କେହି ମୋତେ ସମ୍ମାନ କରନ୍ତି, ପ୍ରକୃତରେ କାରଣ ଲୋକମାନଙ୍କର ଦୋଷ ନାହିଁ, ତୁମେ ନିଜକୁ ସମ୍ମାନର ଅଧିକାରୀ କରିନ, ତୁମେ ନିଜକୁ ଏମିତି ତିଆରି କରିନ ଯାହାଫଳରେ ଲୋକ ତୁମକୁ ସମ୍ମାନ କରିବେ। ତୁମେ ସେମିତି ଜୀବନଟିଏ ବଞ୍ଚୁଛ, ନିହାତି ଗୋଟେ ସ୍ୱାର୍ଥପର ଜୀବନଟିଏ ବଞ୍ଚୁଛ, ନିଜ ପାଇଁ ଜୀବନଟିଏ ବଞ୍ଚୁଛ, କିଏ କାହିଁକି ଆସିବାକୁ ଯିବ। ତେଣୁ ଯେତେବେଳେ ତୁମେ ନିଃସ୍ୱାର୍ଥପର ହେଇଯାଅ, ଯେତେବେଳେ ଭଗବାନଙ୍କ ପାଇଁ କାମ କର, ଦେଶ ପାଇଁ କାମ କର, ଗୋଟେ ଉଚ୍ଚତର କଥା କହୁନି, ଗୋଟେ ସାଧାରଣ କଥା କହୁଛି, ଯେଉଁ ଜୀବନରେ ତୁମ ଶୁଭେଚ୍ଛା ଥିବ, ଯେଉଁ ଜୀବନରେ ବୁଝାମଣାର ଭାବ ଥିବ, ଯେଉଁ ଜୀବନରେ ଗୋଟେ ସେବାର ମନୋବୃତ୍ତି ଥିବ, ସେମିତି ଜୀବନଟିଏ ବଞ୍ଚ, ନିଜକୁ ସମ୍ମାନର ଅଧିକାରୀ କର, ଲୋକ ସମ୍ମାନ କରିବାକୁ ଆରମ୍ଭ କରିବେ। ତେଣୁ ସବୁଥିର କଥା ହେଉଛି ଯେ ଆମେ ନିଜକୁ ସେତିକି ଅଧିକାରୀ କରିନୁ ଏବଂ ଗୋଟିଏ କାମ ଖାଲି କରୁଛୁ, ଏଇଟା ଯେଉଁଟା ଉପନିଷଦ କହୁଛି, ସବୁବେଳେ ଅନ୍ୟମାନଙ୍କର ଜିନିଷ ଦେଖିକିରି ଲୋଭ କରୁଛୁ ତାକୁ ପାଇବା ପାଇଁ, ତାହେଲେ ଏଇ ଜୀବନରେ ଦୁଃଖ ହିଁ ଆସିବ। ତେଣୁ ମାଆଙ୍କର ଏଇଠି କହିବା ହିସାବରେ ଯେ ଏତିକୁ ଆମେ ମନେ ରଖିବା ଦରକାର ଯେ ଯେତେବେଳେ ବ୍ୟକ୍ତି ନିଜର ସମ୍ପତ୍ତି ବୋଲି କିଛି ନାହିଁ କହିକି ଭାବି ନେବ, ସେ ହେଉଛି ପ୍ରକୃତରେ ସୁଖୀ। ଏବଂ ପ୍ରକୃତରେ ଯଦି ଆମେ ଟିକେ ବସିକିରି ଚିନ୍ତା କରନ୍ତି, ଆମେ ଯେତେବେଳେ ନଥିଲେ ଏ ଜାଗା ଥିଲା, ଆମେ ଯେତେବେଳେ ନ ରହିବା ବି ଏ ଜାଗା ରହିବ, ଏ ଘର ରହିବ, ଏ ସବୁ କିଛି ରହିବ। ଆମେ କିଛି ଦିନ ପାଇଁ ଆସିଛି ଏବଂ ମୃତ୍ୟୁ ପରେ ଯେ ଆମେ ଆଉ ଥରେ ସେଇ ଘରେ ଜନ୍ମ ହେଇକିରି ଯେଉଁ ସଞ୍ଚିତ ଜିନିଷଟିକୁ ଭୋଗ କରିବା, ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଅଯଥାରେ ଆମେ କହୁଛେ ଏଇଟା ମୋର, ଇଏ ଜମି ବାଡ଼ି ଗଛ ଲତା ଏମାନେ କେବେଠୁ ସବୁ ଅଛନ୍ତି। ଆମେ ଆସିଛେ କିଛି ଦିନ ଭୋଗ କରିବା, ଚାଲିଯିବା, ପୁଣି ଏଇଟା କାହାର ହେଇଯିବ। ଆଜି ଏଇଟା ଆମ ପାଖରେ ଅଛି, ଆଉ 200 ବର୍ଷ ଗଲେ ଆଉ କାହାର ହେଇଯାଇଥିବ। ତେଣୁ ଏଇ ଯେଉଁ ବଦଳୁଥିବା ଜିନିଷଟିକୁ, ଚାଲି ଯାଉଥିବା ଜିନିଷଟିକୁ, କ୍ଷଣିକ ଜିନିଷଟିକୁ ଆମେ ଯେଉଁ ନିଜର କହୁଛେ, ସେଇଟା ହିଁ ଆମକୁ ଦୁଃଖ ଦେଉଛି, ଆମକୁ କଷ୍ଟ ଦେଉଛି। ତେଣୁ ସେହି ବ୍ୟକ୍ତି ପ୍ରକୃତରେ ସୁଖୀ ଯେ ନିଜର ବୋଲି ତାର କିଛି ଯେତେବେଳେ ରହିବନି। ତାପରେ ଆଉ ଗୋଟେ ଶ୍ଲୋକ କହୁଛନ୍ତି, କୁର୍ବନ୍ନେ ବେହ କର୍ମାଣି ଜିଜି ବିଶେଷ ଶତମ ସମାହା ଏବଂ ତ୍ୱୟି ନାନ୍ୟ ଥେତୁ ଅସ୍ତି ନ କର୍ମ ଲିପ୍ୟତେ ନରେ। ଏଠି ଈଶ ଉପନିଷଦ କର୍ମ କରିବାର ପ୍ରେରଣା ଦେଉଛନ୍ତି। କର୍ମ କର ସେ କହୁଛନ୍ତି, କିନ୍ତୁ କର୍ମ ଦ୍ୱାରା ବନ୍ଧା ହୁଅ ନାହିଁ। ଏକ୍ସନ୍ କ୍ଲିପ୍ସ ନଟ୍ ଟୁ ଏ ମେନ୍। କର୍ମ ମଣିଷକୁ ଜଡ଼ିତ କରେ ନାହିଁ, କର୍ମ ମଣିଷକୁ ବନ୍ଧନ ଭିତରେ ପକାଏ ନାହିଁ। କେମିତି? ଯେତେବେଳେ ଜଣେ କାମ କରେ ଏବଂ କୁର୍ବନ୍ନେ ବେହ କର୍ମାଣି ଜିଜି ବିଶେଷ ଶତମ ସମା, ଡୁଇଂ ଭେରିଲି ୱାର୍କସ୍ ଇନ୍ ଦ ୱାର୍ଲଡ, ୱାନ୍ ସୁଡ୍ ୱିଶ୍ ଟୁ ଲିଭ୍ 100 years। ଏଇଠି ଉପନିଷଦ କହୁଛି ଯେ ଶତାୟୁ ହୁଅ, ଏଟଲିଷ୍ଟ ଶତାୟୁ ହୁଅ, 100 ବର୍ଷ ବଞ୍ଚ। 100 ବର୍ଷ ବଞ୍ଚିକି ତୁମେ କାର୍ଯ୍ୟ କର, ଏମିତି କାର୍ଯ୍ୟ କର ଯେଉଁ ଉପର ଶ୍ଲୋକ ଯେମିତି କହିଲା, ଅନାସକ୍ତ ଭାବରେ କାର୍ଯ୍ୟ କର, ତ୍ୟାଗପୂର୍ବକ କାର୍ଯ୍ୟ କର ଏବଂ ଏ ଜଗତରେ ତୁମେ 100 ବର୍ଷ ବଞ୍ଚ। ତେଣୁ ଏଇଠି ଉପନିଷଦ ଗୋଟିଏ ଆମକୁ ରାସ୍ତାରେ ଦେଖାଉଛି ଯେ ନିର୍ବାଣର ରାସ୍ତା ସେ ଦେଖାଉନି, କର୍ମ କରିବାର ରାସ୍ତାଟିଏ ଦେଖାଉଛି। ଦସ୍ ଇଟ୍ ଇଜ୍
in thee and not otherwise, then this action cleaves not to a man. ତେଣୁ ଏଇଭଳି ଯଦି ତୁମେ କର୍ମ କରିପାରିବ ତାହେଲେ ତୁମେ କର୍ମ ବନ୍ଧନରେ ପଡ଼ିବ ନାହିଁ ଏବଂ ତୁମେ ମୁକ୍ତିକୁ ଲାଭ କରିବ। ତାପରେ ମା ଏଠି ଆହୁରି କହୁଛନ୍ତି, ଆପଣାର ସମ୍ପତ୍ତି ବୋଲି ଆମର କିଛି ନ ରହିବାର ଅର୍ଥ ନୁହେଁ ଯେ ଆମେ ଆଦୌ କୌଣସି ବସ୍ତୁ ବ୍ୟବହାର କରିବା ନାହିଁ। ଏଇଟା ତ ଆମେ ବୁଝିପାରୁଥିବା, ଭଗବାନଙ୍କୁ ସମର୍ପଣ କରିଦେବା ମାନେ ନୁହଁ ଯେ ଜଙ୍ଗଲକୁ ପଳେଇଯିବା ସବୁ ଛାଡ଼ି ଦେଇକରି। ତା ମାନେ ହେଉଛି, ତାର ଅର୍ଥ ନୁହେଁ ଯେ ଆମ ପାଖରେ ଆଦୌ କୌଣସି ବସ୍ତୁ ହିଁ ରହିବ ନାହିଁ, ଆମ ପାଖରେ କିଛି ରହିବନି, ସେ କଥା ମା କହୁନାହାନ୍ତି। ଯାହାର ସମ୍ପତ୍ତି ବୋଲି କିଛି ନାହିଁ ସେଇ ପ୍ରକୃତିରେ ସୁଖୀ। ସିଏ ହେଉଛି ଏପରି ଜଣେ ମଣିଷ ଯାହା ଭିତରେ କୌଣସି ସମ୍ପତ୍ତି ବୋଧ ନାହିଁ। ଗୋଟେ ହେଉଛି ସମ୍ପତ୍ତି ନାହିଁ ଏବଂ ଆଉ ଗୋଟେ ହେଉଛି ସମ୍ପତ୍ତି ବୋଧ ନାହିଁ। ଦୁଇଟା ଭିତରେ ବହୁତ ପାର୍ଥକ୍ୟ ରହିଛି। ଯେଉଁ ସବୁ ବସ୍ତୁ ତା ପାଖକୁ ଯେତେବେଳେ ଆସୁଥିବ ସେ ସେତେବେଳେ ସେଗୁଡ଼ିକୁ ବ୍ୟବହାର କରୁଥିବ। ସେଇ ବସ୍ତୁଗୁଡ଼ିକ ଯେ ତାର ନିଜର ନୁହନ୍ତି ସେ କଥା ସେ ଭଲ କରି ଜାଣିଥିବ। ସେଗୁଡ଼ିକୁ ସେ ପରମେଶ୍ୱରଙ୍କର ବୋଲି ହିଁ ଜାଣିଥିବ ଏବଂ ସେହି କାରଣରୁ ହିଁ ଯେତେବେଳେ ସେଇ ବସ୍ତୁଗୁଡ଼ିକ ତା ପାଖରୁ ଚାଲିଯିବେ ସେତେବେଳେ ସେ ଆଦୌ କୌଣସି ଦୁଃଖ କରିବ ନାହିଁ। ମୁଁ ଥରେ ଗୋଟେ କଣ୍ଟେଷ୍ଟରେ କହିଥିଲି ଯେ ଦିବ୍ୟ କର୍ମୀର ଲକ୍ଷଣ କହିକି ଆମେ ଆଲୋଚନା କରୁଥିଲୁ। ସେଇଥିରେ 6 ପ୍ରକାର ଲକ୍ଷଣ ବିଷୟରେ ଶ୍ରୀ ଅରବିନ୍ଦ କହୁଛନ୍ତି ଏବଂ ପୁରାପୁରି ଏଇଟା ଗୋଟେ ଲକ୍ଷଣକୁ ଏଇଠି ମା ଏକ୍ସପ୍ଲେନ୍ କରୁଛନ୍ତି ଯେ ପ୍ରଥମଟା ଥିଲା ଯେ ନଲେଜ ବା ଜ୍ଞାନ, ଦ୍ୱିତୀୟଟା ଥିଲା ବାସନା ଶୂନ୍ୟତା, ତୃତୀୟଟା ଥିଲା ନୈର୍ବ୍ୟକ୍ତିକତା। ଜ୍ଞାନ କ'ଣ? ଯେତେବେଳେ ଜଣେ ଅନୁଭବ କରିବ ଯେ ମୁଁ କର୍ମର କର୍ତ୍ତା ନୁହଁ, ଏଇ ଭାବଟି ଯେତେବେଳେ ବ୍ୟକ୍ତି ଭିତରେ ସ୍ଥିର ହେଇଯିବ ତାକୁ ଜ୍ଞାନ କହିକି କୁହାଯାଏ। ବାସନା ଶୂନ୍ୟତା କହିଲେ ଯଦି ତୁମେ କର୍ମର କର୍ତ୍ତା ନୁହଁ ତାହେଲେ ତୁମେ ଫଳର ଆଶା କରିପାରିବ ନାହିଁ, ତେଣୁ ଫଳ ପ୍ରତି ବାସନା ତୁମର ରହିବ ନାହିଁ। ତୃତୀୟରେ ଥିଲା ନୈର୍ବ୍ୟକ୍ତିକତା। ନୈର୍ବ୍ୟକ୍ତିକତା ବା ଇମ୍ପର୍ସନାଲିଟି, ଯେତେବେଳେ ବ୍ୟକ୍ତି ଭିତରେ ସେଇ ଭାବଟି ଜାଗ୍ରତ ହେଇଯାଏ ସେତେବେଳେ ଏଇ ସବୁ ଗୁଡ଼ିକ ଜାଗ୍ରତ ହୁଏ ତା ଭିତରେ। ଗୋଟେ ସମୟ ଦେଖିବେ ଆମ ଜୀବନରେ ବି ଆସେ, ଗୋଟେ ସମୟ ଆସିବ ଯେତେବେଳେ ଆମେ ବହୁତ ପରିଶ୍ରମ କରିବା, ଅର୍ଥ ଆସିବ, ତାପରେ ସନ୍ତାନ ସନ୍ତତି ଘରକୁ ଆସିବେ, ପୁଅ ଝିଅ ଆସିବେ, ସମସ୍ତେ ଗୋଟେ ପିରିୟଡ଼ ଆସିବ ଯେତେବେଳେ ଖାଲି ଆସିବ। ପୁଣି ଜୀବନରେ ଗୋଟେ ପିରିୟଡ଼ ଆସିବ ଯେତେବେଳେ ସବୁ ପଳେଇବ। ପୁଅମାନେ ପଳେଇବେ, ପାଠ ପଢ଼ିବାକୁ ପଳେଇବେ, ଚାକିରି କରିବାକୁ ପଡ଼ିବେ, ଅର୍ଥ ବି ଖର୍ଚ୍ଚ ହେବାକୁ ଲାଗିବ ଏବଂ ଗୋଟେ ସମୟ ଏମିତି ଆସିବ ଯେତେବେଳେ ଆମେ ପୁରାପୁରି ଏକୁଟିଆ ବସିବା, କେହି ନଥିବେ ପାଖରେ। ଗୋଟିଏ ସମୟ ଥିବ ଯେତେବେଳେ ଗୋଟିଏ ମିନିଟ୍ ଫୁର୍ସତ ନଥିବ ଆମକୁ। ଏ ଛୁଆ କାନ୍ଦୁଥିବ, ଇଏ ହେଉଥିବ, ସିଏ ଆସୁଥିବ, ଇଏ ଯାଉଥିବ, ସବୁ ଥିବେ। ଗୋଟିଏ ସମୟରେ ସବୁ ଆସୁଥିବେ, ଗୋଟିଏ ସମୟରେ ସବୁ ଚାଲିଯିବ। ତେଣୁ ଜଣେ ଯୋଗୀ ବା ସାଧକ ସବୁ ଅବସ୍ଥା ପ୍ରତି ସେ ନୈର୍ବ୍ୟକ୍ତିକ ରହିବ, ଅର୍ଥାତ୍ ଯେତେବେଳେ ଯାହା ଆସୁଛି ଆସିବ, ଆସିବାକୁ ଦେବ, କିନ୍ତୁ ତା ସହିତ ସେ ଆସକ୍ତି ରଖିବ ନାହିଁ ଏବଂ ଯେତେବେଳେ ଜିନିଷ ଗୁଡ଼ାକ ଚାଲିଯିବ ସେ ସମୟ ସ୍ରୋତରେ ଭାସିଯିବାକୁ ଦେବ। ସେଇ କଥାଟି ଶ୍ରୀ ଅରବିନ୍ଦ ସେଇ ଜାଗାରେ କହୁଥିଲେ ଯେ ଯେତେବେଳେ କାଳର ପ୍ରବାହ ଭିତରେ ଯେତେବେଳେ ଜିନିଷ ଗୁଡ଼ାକ ଚାଲି ଯାଉଛନ୍ତି ଏତେ ଶୋକ କର ନାହିଁ, କାରଣ ସେମାନେ ଯେତେବେଳେ ଆସିଥିଲେ ଯଦି ତୁମେ ଅତ୍ୟଧିକ ଖୁସି ହେଇଥିବ ତାହେଲେ ଦୁଃଖ କରିବ। ଯେତେବେଳେ ଆସିଥିଲେ ବି ନିର୍ଲିପ୍ତ ହେଇକି ରହିବ, ଯେତେବେଳେ ଚାଲିଗଲେ ବି ନିର୍ଲିପ୍ତ ହେଇକି ରହିବ। ଏବଂ ଯେମିତି ଭାଇମାନେ ତାଙ୍କର ସବୁ ଏକ୍ସପିରିଏନ୍ସ କହୁଥିଲେ, ଏକାନ୍ତ ବାସ, ଯଦି ଦରକାର ପଡ଼େ ମୋତେ ଏକୁଟିଆ ବି ରହିବାକୁ ହୁଏ, ମୁଁ ଖୁସିରେ ଭଗବାନଙ୍କ ସାଙ୍ଗରେ ରହିପାରୁଥିବି, କାରଣ କୌଣସି ବୋଧ ମୋ ଭିତରେ ରହିବ ନାହିଁ ଯେ ଇଏ ମୋ ପାଖରେ ନାହିଁ, ସିଏ ମୋ ପାଖରେ ନାହିଁ, ଇଏ ମୋର ପୁଅ ପଡ଼ିଗଲା, ଝିଅ ପଡ଼ିଗଲା। ଆମେ ଦୁଇଟା କଥା ଏକା ସାଙ୍ଗରେ ଚାହୁଁଛୁ। ସମସ୍ତେ ଚାହୁଁଛନ୍ତି ପୁଅ ଝିଅମାନେ ଅଧିକା ପଢ଼ନ୍ତୁ, ଭଲ ହୁଅନ୍ତୁ, ବଡ଼ ହୁଅନ୍ତୁ, ପୁଣି ଚାହୁଁଛୁ ସେମାନେ ଆମ ପାଖରେ ରୁହନ୍ତୁ। ତେଣୁ ସେ ଗାଁରେ ରହିକି କ'ଣ କରିବେ? ତୁମ ପାଖରେ ରହିକି ସେମାନେ କେମିତି ବଡ଼ ହେବେ? ବଡ଼ ହେବେ ମାନେ ସେମାନଙ୍କୁ ଏକ୍ସପାଣ୍ଡ ହେବାକୁ ପଡ଼ିବ, ଦୂରକୁ ଯିବାକୁ ପଡ଼ିବ, କିନ୍ତୁ ସେତେବେଳେ ଆମକୁ କଷ୍ଟ ହେଉଛି। ତେଣୁ ଯଦି ଆମେ ଚାହୁଁଛୁ ସେମାନେ ଆସିଛନ୍ତି, ଯେତେବେଳେ ଯିବା କଥା ଯିବେ ଏବଂ ଆମେ କେବଳ ଭଗବାନଙ୍କ ଉପରେ ଭରସା ରଖିକି ବଞ୍ଚିବା କଥା। କାହାରି ପାଖରୁ କିଛି ଆଶା କଲା ମାନେ ସେଇଟା ଦୁଃଖ ହିଁ ଦେବ, ତା ଛଡ଼ା ସେ କେବେ ଖୁସି ଦେବନି। ତେଣୁ ଏଇଭଳି ଭାବ ରହିବ, ଗୋଟେ ନୈର୍ବ୍ୟକ୍ତିକ ଭାବ ରହିବ ଯେ ଯେତେବେଳେ ଜିନିଷ ବସ୍ତୁ ଗୁଡ଼ିକ ଆସିବେ ସବୁକିଛି ପରମେଶ୍ୱରଙ୍କର ହିଁ ଆମେ ଜାଣିବା ଏବଂ ଯେତେବେଳେ ବସ୍ତୁ ଗୁଡ଼ିକ ପାଖରୁ ଚାଲିଯିବେ ସେତେବେଳେ ଆଦୌ ସେ କୌଣସି ଦୁଃଖ କରିବ ନାହିଁ। ସିଏ ଏଇ କଥାଟିକୁ ଅତ୍ୟନ୍ତ ସ୍ୱାଭାବିକ ବୋଲି ଜାଣିବ ଯେ ଯେଉଁ ପରମେଶ୍ୱର ତାକୁ ଏଇ ବସ୍ତୁ ଗୁଡ଼ିକ ଆଣି ଦେଇଥିଲେ ସେଗୁଡ଼ିକୁ ଅନ୍ୟମାନେ ଉପଭୋଗ କରିବେ ବୋଲି ହିଁ ସେଗୁଡ଼ିକୁ ତାଠାରୁ ଅନ୍ୟତ୍ର ନେଇଗଲେ। କେତେ ସୁନ୍ଦର ଭାବ ୟା ଭିତରେ ରହିଛି।
माँ गोटे जगह कहते 100 टंका हजि जाऊ जो लोक चिंता करूँ ना किंतु प्रति मुहूर्त आम जिते रागुचु जिते ईर्षा करुचु जिते कामना वासना करुचु से केते शक्ति आम निजर नष्ट करदौचु से विषय किए चिंता करुच्ची किंतु किछि जदि पलैगला पाखरु अर्थ टिके कौन टिके पलैगला केते आमको कष्ट हो जाउछि। तेणु यही भावटी रखिबो जे जदि चली जाउछि सेतेबेले आमे भाबिबा जे ईश्वर ताकू नै आइछन्ति अन्य माने ताकू भोग करिवे कहि अन्य माने ताकू अन्य मानकर दरकार रे आउथिबो कहि। तेणु एमिति भाव रखिले संपत्ति प्रति अर्थ प्रति आम जीवन रे आमे खुशी रही पारिबा एवं जेते जोठी प्रति तुमर अनासक्ति रहिबो सेही जिंस तुम पाखे रहिबो। ए जो नियमटी होउछि से आपण जेते बेले पर्यंत कामना थिबो जो वस्तु प्रति से सहज रे धरा दबो थरे आपण निर्व्यक्तिक हवा को शिखि जांतु सबु जिंस आपण पाखे रहिबो। एमती पृथ्वीटा व्यवस्थित होकर अच्छी आम भावुँ जो मैंने पाखे बहुत अर्थ अच्छी से मैंने जमी सबुदिन बड़ बड़ ये जाइए खाऊे नाना प्रकार खाऊ आम जमी खाद्यर बासना रखीचु किंतु अनेक जन बड़ बड़ व्यक्ति सांगे आपन भी परिचित होते जो मान पाखे अच्छी से मैंने चाहिए सबकि खाई पारते किंतु से माने से रुटी खाऊे संतुला खाऊे डाली टी खाऊे माने निहाती गोटे साधारण खाद्य खाऊे किंतु आमे किछि नथिबो आमको एठी सेठी खाया को इच्छा हो कारण शरीरटा तो गोटे रही खाली तो अर्थ आसिले सब किछि नुह स्वास्थ्य भी तो गोटे रही। तेणु बाहर देखिले जिनसटी अलगा भीतर को प्रवेश कले जिनसटी अलगा। तेणु आमे भाबु जो मान पाखे बहुत अर्थ से माने बोधे आउ कार्य करिवार दरकार नै किंतु से माने सबुठार अधिक परिश्रम करूतांती अधिक परिश्रमी से माने ही थांती। तेणु जिनस गुड़िक बाहर गोटे देखा जाए भितर गोटे प्रकार रही थाए। तेणु एमती आम जीवन टे बंचिबा माँ निर्देशित मार्ग ये कहीकि आज मु रहुछि समस्त अशेष अशेष धन्यवाद। वंदे मातरम नमस्कार।